ଓମ୍ ଶାନ୍ତି। ପରମପ୍ରିୟ ପରମାତ୍ମା ଶିବ ଭଗବାନଙ୍କୁ କୋଟି କୋଟି ନମନ। ସ୍ୱୟଂ ପରମପିତା ପରମାତ୍ମା 29/7/2025 ମସିହା ଉପଲକ୍ଷେ କ'ଣ ମୁରଲୀ ମହାବାକ୍ୟ ଶୁଣେଇଛନ୍ତି। ଆସନ୍ତୁ ଆମେ ସମସ୍ତେ ଆତ୍ମାସ୍ଥିତିରେ ରହି ଶୁଣିବା। ବାବା କହିଲେ, ମିଠେ ବଚ୍ଚେ, ଯେବେଠାରୁ ଶରୀରରେ ଆତ୍ମା ପ୍ରବେଶ କରେ ସେବେଠାରୁ ଏହି ଶରୀର ମୂଲ୍ୟବାନ ହୋଇଯାଏ। କିନ୍ତୁ ଶରୀରକୁ ଶୃଙ୍ଗାର କରାଯାଏ, ଆତ୍ମାକୁ ନୁହେଁ। ବାବା ପ୍ରଶ୍ନରେ କହିଲେ, ତୁମମାନଙ୍କର କର୍ତ୍ତବ୍ୟ କ'ଣ? ତୁମକୁ କେଉଁ ସେବା କରିବା ଉଚିତ? ଉତ୍ତରରେ ପୁଣି ବୁଝେଇ ଦେଲେ, ତୁମର କର୍ତ୍ତବ୍ୟ ହେଉଛି ନିଜର ହମଜିନ୍ସ ଅର୍ଥାତ୍ ସମବର୍ଗୀ ବା ସମସାଥୀମାନଙ୍କୁ ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେବାର ଉପାୟ ବତାଇବା। ତୁମକୁ ଏବେ ଭାରତର ପ୍ରକୃତ ଆତ୍ମିକ ସେବା କରିବାକୁ ହେବ। ଯେହେତୁ ତୁମମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳିଛି, ତେଣୁ ତୁମର ବୁଦ୍ଧି ଏବଂ ଚାଲିଚଳନ ବହୁତ ରିଫାଇନ୍ ଅର୍ଥାତ୍ ମାର୍ଜିତ ହେବା ଉଚିତ। କାହା ପ୍ରତି ସାମାନ୍ୟତମ ମଧ୍ୟ ମୋହ ନ ରହୁ। ଗୀତ ହେଲା, ନୟନହୀନକୋ ରାହ ଦିଖାଓ। ଓମ୍ ଶାନ୍ତି, ଡବଲ ଶାନ୍ତି। ତୁମମାନଙ୍କୁ ଓମ୍ ଶାନ୍ତିର ପ୍ରତ୍ୟୁତ୍ତରରେ ଓମ୍ ଶାନ୍ତି କହିବା ଉଚିତ। ଆମର ସ୍ୱଧର୍ମ ହେଉଛି ଶାନ୍ତି। ତୁମେ କ'ଣ ଏବେ ଶାନ୍ତି ପାଇଁ କେଉଁ ଆଡ଼େ ଯିବ କି? ମନୁଷ୍ୟ ମନର ଶାନ୍ତି ପାଇଁ ସାଧୁ ସନ୍ଥମାନଙ୍କ ପାଖକୁ ମଧ୍ୟ ଯାଇଥାନ୍ତି ନା। ତେବେ ମନ ବୁଦ୍ଧି ତ ଆତ୍ମାର ଅଙ୍ଗ ଅଟେ। ଯେପରି ଏହି ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ରହିଛି, ସେହିପରି ଆତ୍ମାର ମଧ୍ୟ ମନ, ବୁଦ୍ଧି ଏବଂ ଜ୍ଞାନଚକ୍ଷୁ ରହିଛି। ଜ୍ଞାନ ନେତ୍ର ଏହି ସ୍ଥୂଳ ଚକ୍ଷୁ ପରି ନୁହେଁ। କହୁଛନ୍ତି, ହେ ପ୍ରଭୁ, ନୟନହୀନକୁ ବାଟ ବତାଅ। ତେବେ ପ୍ରଭୁ ଅଥବା ଈଶ୍ୱର କହିବା ଦ୍ୱାରା ପିତୃସ୍ନେହର କୌଣସି ଅନୁଭୂତି ହେଉନାହିଁ। ପିତାଙ୍କଠାରୁ ତ ପିଲାମାନଙ୍କୁ ସମ୍ପତ୍ତି ମିଳିଥାଏ। ଏଠାରେ ତ ତୁମେ ବାବାଙ୍କ ସମ୍ମୁଖରେ ବସିଛ, ପଢ଼ୁଛ ମଧ୍ୟ। ତୁମକୁ କିଏ ପାଠ ପଢ଼ାଉଛନ୍ତି? ତୁମେ ଏପରି କହିବ ନାହିଁ ଯେ ପରମାତ୍ମା ଅଥବା ପ୍ରଭୁ ପାଠ ପଢ଼ାଉଛନ୍ତି। ତୁମେ କହିବ ଶିବ ବାବା ପଢ଼ାଉଛନ୍ତି। ବାବା ଅକ୍ଷର ତ ବିଲକୁଲ ସହଜ ଓ ମଧୁର। ସେ ବାପଦାଦା ମଧ୍ୟ। ଆତ୍ମାକୁ ଆତ୍ମା ହିଁ କୁହାଯାଏ। ଏମିତି ତ ସେ ପରମାତ୍ମା ହିଁ ଅଟନ୍ତି। ସେ କହୁଛନ୍ତି, ମୁଁ ପରମାତ୍ମା ଅର୍ଥାତ୍ ପରମାତ୍ମା ତୁମର ପିତା ଅଟେ। ପୁଣି ମୋର ଡ୍ରାମା ଅନୁସାରେ ନାମ ରଖାଯାଇଛି ଶିବ। ଡ୍ରାମାରେ ସମସ୍ତଙ୍କର ନାମ ମଧ୍ୟ ଦରକାର ନା। ଶିବଙ୍କର ମନ୍ଦିର ମଧ୍ୟ ରହିଛି। ଭକ୍ତି ମାର୍ଗରେ ତ ଗୋଟିଏ ନାମ ବଦଳରେ ଅନେକ ନାମ ରଖିଦେଇଛନ୍ତି ଏବଂ ଅନେକ ମନ୍ଦିର ତିଆରି କରି ଚାଲିଛନ୍ତି। ଜିନିଷ ତ ଗୋଟିଏ। ସୋମନାଥଙ୍କର ମନ୍ଦିର କେତେ ବଡ଼ ତିଆରି ହୋଇଛି। ମନ୍ଦିରକୁ କେତେ ସଜାଉଛନ୍ତି। ମହଲ ଆଦିକୁ ମଧ୍ୟ କେତେ ସଜାଉଛନ୍ତି। ଆତ୍ମାର ତ କୌଣସି ସାଜସଜ୍ଜା ହୁଏ ନାହିଁ। ସେହିପରି ପରମାତ୍ମାଙ୍କର ମଧ୍ୟ କୌଣସି ସାଜସଜ୍ଜା ନାହିଁ। ସେ ହେଉଛନ୍ତି ବିନ୍ଦୁ। ବାକି ଯାହା କିଛି ସଜା ଯାଉଛି ତାହା ଶରୀରମାନଙ୍କର ସାଜସଜ୍ଜା। ବାବା କହୁଛନ୍ତି ନା ମୋର ଶୃଙ୍ଗାର ହେଉଛି। ବାବା କହୁଛନ୍ତି ନା ମୋର ଶୃଙ୍ଗାର ହେଉଛି, ନା ଆତ୍ମାର ଶୃଙ୍ଗାର ହେଉଛି। ମାନେ ବାବାଙ୍କର ଶୃଙ୍ଗାର ହେଉନି କି ଆମ ଆତ୍ମାମାନଙ୍କର ବି ଶୃଙ୍ଗାର ହେଉନି। ଆତ୍ମା ହେଉଛି ବିନ୍ଦୁ। ଶରୀର ବିନା ଏତେ ଛୋଟ ବିନ୍ଦୁ ତ କୌଣସି ଅଭିନୟ କରିପାରିବ ନାହିଁ। ସେହି ଛୋଟ ଆତ୍ମାଟି ଶରୀରରେ ପ୍ରବେଶ କରୁଥିବାରୁ ଶରୀରକୁ କେତେ ପ୍ରକାରର ସଜାଯାଉଛି। ମନୁଷ୍ୟମାନଙ୍କର କେତେ ପ୍ରକାରର ନାମ ରହିଛି। ରାଜାରାଣୀଙ୍କୁ କିପରି ସଜାଯାଉଛି। ଆତ୍ମା ତ ସାଧାରଣ ବିନ୍ଦୁ ହିଁ ଅଟେ। ଏବେ ତୁମେ ପିଲାମାନେ ଏସବୁକୁ ବୁଝି ସାରିଛ। ଆତ୍ମା ହିଁ ଜ୍ଞାନ ଧାରଣ କରିଥାଏ। ବାବା କହୁଛନ୍ତି, ମୋ ଠାରେ ମଧ୍ୟ ଜ୍ଞାନ ଅଛି ନା। ଶରୀରରେ କ'ଣ ଜ୍ଞାନ ଥାଏ କି? ମୋ ଆତ୍ମାରେ ହିଁ ଜ୍ଞାନ ଥାଏ। ତୁମକୁ ଶୁଣେଇବା ପାଇଁ ମୋତେ ଏହି ଶରୀର ନେବାକୁ ପଡ଼ିଥାଏ। ଶରୀର ବିନା ତ ତୁମେ ଶୁଣିପାରିବ ନାହିଁ। ଏହି ଗୀତ ଲେଖାଯାଇଛି, ନୟନହୀନକୁ ରାସ୍ତା ବତାଅ। କ'ଣ ଶରୀରକୁ ମାର୍ଗଦର୍ଶନ ଦିଆଯିବ ନା ଆତ୍ମାକୁ? ଆତ୍ମା ହିଁ ଡାକୁଛି। ଶରୀରର ତ ଦୁଇଟି ନେତ୍ର ରହିଛି।
ତିନୋଟି ନେତ୍ର ତ ହୋଇପାରିବ ନାହିଁ। ତୃତୀୟ ନେତ୍ର ଅର୍ଥାତ୍ ମସ୍ତକରେ ତିଳକ ମଧ୍ୟ ଲଗାଇଥାନ୍ତି। କେହି କେବଳ ବିନ୍ଦୁ ସଦୃଶ ଦିଅନ୍ତି, କେହି ଗାର ଟାଣନ୍ତି। ବିନ୍ଦୁ ତ ଆତ୍ମା ଅଟେ, ବାକି ଜ୍ଞାନର ତୃତୀୟ ନେତ୍ର ମିଳୁଛି। ଆତ୍ମାରେ ପୂର୍ବରୁ ଏହି ଜ୍ଞାନର ତୃତୀୟ ନେତ୍ର ନଥିଲା। କୌଣସି ମନୁଷ୍ୟଙ୍କ ପାଖରେ ତିଳେ ହେଲେ ଏହି ଜ୍ଞାନ ନାହିଁ। ସେଥିପାଇଁ ଜ୍ଞାନ ନେତ୍ରହୀନ କୁହାଯାଉଛି। ନୟନହୀନ ମାନେ ଜ୍ଞାନ ନେତ୍ରହୀନ। ବାକି ସ୍ଥୂଳ ନେତ୍ର ତ ସମସ୍ତଙ୍କର ଅଛି। ସମଗ୍ର ଦୁନିଆରେ ତୃତୀୟ ନେତ୍ର କାହାର ନାହିଁ। ତୁମେ ସର୍ବୋତ୍ତମ ବ୍ରାହ୍ମଣ କୂଳର ଅଟ। ତୁମେ ଜାଣିଛ ଭକ୍ତି ମାର୍ଗ ଏବଂ ଜ୍ଞାନ ମାର୍ଗରେ କେତେ ଫରକ ରହିଛି। ତୁମେ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣି ଚକ୍ରବର୍ତ୍ତୀ ରାଜା ହେଉଛ। ଯେପରି ICS ଯୋଗ୍ୟତାଧାରୀ ମଧ୍ୟ ବହୁତ ଉଚ୍ଚ ପଦ ପାଇଥାନ୍ତି। କିନ୍ତୁ ଏଠାରେ ପାଠପଢ଼ା ଦ୍ୱାରା କେହି ସାଂସଦ ଆଦି ହେଉନାହାନ୍ତି। ଏଠାରେ ତ ନିର୍ବାଚନ ହେଉଛି, ଭୋଟ ଦ୍ୱାରା ସାଂସଦ ଆଦି ହେଉଛନ୍ତି। ଏବେ ତୁମକୁ ବାବାଙ୍କର ଶ୍ରୀମତ ମିଳୁଛି। ଆଉ କେହି ଏପରି କହିପାରିବେ ନାହିଁ ଯେ ମୁଁ ଆତ୍ମାଙ୍କୁ ମତ ଦେଉଛି। ସେମାନେ ସମସ୍ତେ ହେଲେ ଦେହ ଅଭିମାନୀ। ବାବା ହିଁ ଆସି ଦେହୀ ଅଭିମାନୀ ହେବା ଶିଖାଉଛନ୍ତି। ସମସ୍ତେ ଦେହ ଅଭିମାନୀ ଅଟନ୍ତି। ମନୁଷ୍ୟ ଶରୀରକୁ କେତେ ଚାକଚକ୍ୟରେ ରଖୁଛନ୍ତି। ଏଠାରେ ତ ବାବା ଆତ୍ମାମାନଙ୍କୁ ହିଁ ଦେଖୁଛନ୍ତି। ଶରୀର ବିନାଶୀ, ପଇସାକର ମୂଲ୍ୟ ନୁହେଁ। ଜୀବଜନ୍ତୁଙ୍କର ତ ହେଲେ ଚମଡ଼ା ଆଦି ବିକ୍ରି ହୋଇଥାଏ। ମନୁଷ୍ୟମାନଙ୍କର ଶରୀର ତ କୌଣସି କାମରେ ଆସୁନାହିଁ। ଏବେ ବାବା ଆସି ୱର୍ଥ ପାଉଣ୍ଡ ଅର୍ଥାତ୍ ମୂଲ୍ୟବାନ କରୁଛନ୍ତି। ତୁମେ ପିଲାମାନେ ଜାଣିଛ ଯେ ଏବେ ଆମେ ଦେବତା ହେବାକୁ ଯାଉଛୁ। ତେଣୁ ଏହି ନିଶା ଚଢ଼ି ରହିବା ଉଚିତ। କିନ୍ତୁ ଏହି ନିଶା ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ରହୁଛି। ଧନର ମଧ୍ୟ ନିଶା ରହିଥାଏ ନା। ଏବେ ତୁମେ ପିଲାମାନେ ବହୁତ ଧନବାନ ହେଉଛ। ତୁମର ବହୁତ ରୋଜଗାର ହେଉଛି। ତୁମର ମହିମା ମଧ୍ୟ ଅନେକ ପ୍ରକାରରେ ରହିଛି। ତୁମେ ଫୁଲର ବଗିଚା ତିଆରି କରୁଛ। ସତ୍ୟ ଯୁଗକୁ ଗାର୍ଡେନ୍ ଅଫ୍ ଫ୍ଲାୱାର ଅର୍ଥାତ୍ ଫୁଲର ବଗିଚା କୁହାଯାଉଛି। ଏହାର ଚାରା ଏବେ ଲାଗୁଛି, ଏକଥା ମଧ୍ୟ କାହାକୁ ଜଣା ନାହିଁ। ତୁମକୁ ବାବା ବୁଝାଉଛନ୍ତି, ମୋତେ ଡାକୁଛନ୍ତି ମଧ୍ୟ, ହେ ଭଗବାନ ଅର୍ଥାତ୍ ବଗିଚାର ମାଲିକ ଆସ। ତାଙ୍କୁ ମାଳି କୁହାଯିବ ନାହିଁ। ସେଣ୍ଟର ସମ୍ଭାଳୁଥିବା ସନ୍ତାନମାନେ ମାଳି ଅଟନ୍ତି। ଅନେକ ପ୍ରକାରର ମାଳି ରହିଛନ୍ତି। ଭଗବାନ ଜଣେ ହିଁ ଅଟନ୍ତି। ମୋଗଲ ଗାର୍ଡନର ମାଳିକୁ ଦରମା ମଧ୍ୟ ବହୁତ ମିଳୁଥିବ ନା। ଏତେ ସୁନ୍ଦର ବଗିଚା ତିଆରି କରୁଛନ୍ତି ଯେ ସମସ୍ତେ ଦେଖିବାକୁ ଆସୁଛନ୍ତି। ମୋଗଲମାନେ ବହୁତ ସୌଖିନ ଥିଲେ। ତାଙ୍କର ସ୍ତ୍ରୀ ମରିଗଲା, ତେଣୁ ତାଜମହଲ ତିଆରି କରିଦେଲେ, ଯାହାଙ୍କର ନାମ ପ୍ରଚଳିତ ହୋଇ ଆସୁଛି। କେତେ ଭଲ ଭଲ ସ୍ମୃତିଚିହ୍ନ ତିଆରି କରିଛନ୍ତି। ତେଣୁ ବାବା ବୁଝାଉଛନ୍ତି ମନୁଷ୍ୟଙ୍କର କେତେ ମହିମା ହେଉଛି। ମନୁଷ୍ୟ ତ ମନୁଷ୍ୟ ହିଁ ଅଟନ୍ତି। ଲଢ଼େଇରେ ଢେରକୁ ଢେର ମନୁଷ୍ୟ ମରୁଛନ୍ତି। ପୁଣି କ'ଣ କରୁଛନ୍ତି? ସେ ଶବକୁ କିରୋସିନି ପେଟ୍ରୋଲ ପକାଇ ଖଲାସ କରିଦେଉଛନ୍ତି। କେହି ତ ସେମିତି ପଡ଼ି ରହିଥାନ୍ତି। କବର ଦେବା ମଧ୍ୟ ସମ୍ଭବ ହୁଏ ନାହିଁ। କେହି ପଚାରନ୍ତି ନାହିଁ। ତେବେ ଏବେ ତୁମକୁ କେତେ ନାରାୟଣୀ ନଶା ଚଢ଼ିବା ଉଚିତ। ଏହା ହେଉଛି ବିଶ୍ୱର ମାଲିକପଣର ନିଶା। ଏହା ସତ୍ୟନାରାୟଣଙ୍କର କଥା ଅଟେ। ତେବେ ନିଶ୍ଚୟ ନାରାୟଣ ହିଁ ହେବ। ଆତ୍ମାଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳୁଛି, ଯାହାକି ବାବା ହିଁ ଦେଉଛନ୍ତି। ତୃତୀୟ ନେତ୍ରର କଥା ମଧ୍ୟ ରହିଛି। ଏସବୁର ଅର୍ଥ ବାବା ବସି ବୁଝାଉଛନ୍ତି। କଥା ଶୁଣାଇବା ବାଲା କିଛି ହେଲେ ଜାଣିନାହାନ୍ତି। ଅମର କଥା ମଧ୍ୟ ଶୁଣାଇଥାନ୍ତି। କେତେ ଦୂର ଅମରନାଥ ଯାତ୍ରା ପାଇଁ ଯାଉଛନ୍ତି। ବାବା ତ ଏଠାକୁ ଆସି ଶୁଣାଉଛନ୍ତି, ଉପରେ ତ ଶୁଣାଉନାହାନ୍ତି। ସେଠାରେ କ'ଣ ବସି ପାର୍ବତୀଙ୍କୁ ଅମରନାଥ ଶୁଣାଇଥିଲେ କି? ଏହିପରି ଯେଉଁ କଥା ସବୁ ଲେଖିଛନ୍ତି, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ପୁଣି ମଧ୍ୟ ହେବ। ବାବା ବସି ତୁମକୁ ଭକ୍ତି ଏବଂ ଜ୍ଞାନର ପ୍ରଭେଦ ବତାଉଛନ୍ତି। ଏବେ ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି। କହୁଛନ୍ତି ନା, ହେ ପ୍ରଭୁ, ଅନ୍ଧମାନଙ୍କୁ ରାସ୍ତା ବତାଅ। ଭକ୍ତି ମାର୍ଗରେ ଡାକୁଛନ୍ତି। ବାବା ଆସି ତୃତୀୟ ନେତ୍ର ଦେଉଛନ୍ତି। ଏକଥା ତୁମ ବ୍ୟତୀତ କାହାକୁ ବି ଜଣା ନାହିଁ। ଜ୍ଞାନର ତୃତୀୟ ନେତ୍ର ନଥିଲେ କୁହାଯିବ
ଚୁଁଚା ଧୁନ୍ଦୁକାରୀ ଅର୍ଥାତ୍ ଦୃଷ୍ଟି କାହାର କିପରି ହୋଇଥାଏ ନା, ଯଦ୍ୱାରା ତାମସିକ ଆଚରଣ କରିଥାନ୍ତି। କାହାର ବହୁତ ସୁନ୍ଦର ଆଖି ହୋଇଥାଏ, ଏଥିପାଇଁ ତାଙ୍କୁ ପୁରସ୍କାର ମଧ୍ୟ ମିଳିଥାଏ। ପୁଣି ମିସ୍ ଇଣ୍ଡିଆ, ମିସ୍ ଅମୁକ ନାମ ଦିଆଯାଏ। ତୁମକୁ ଏବେ ବାବା କ'ଣରୁ କ'ଣ କରୁଛନ୍ତି? ସେଠାରେ ତ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିବ। କୃଷ୍ଣଙ୍କର ଏତେ ମହିମା କାହିଁକି ହେଉଛି? କାହିଁକି ନା ସବୁଠାରୁ ଅଧିକ ସୁନ୍ଦର ହୋଇଥାନ୍ତି। ସର୍ବପ୍ରଥମେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରୁଛନ୍ତି। ସେଥିପାଇଁ ପ୍ରଥମ ନମ୍ବରରେ ଗାୟନ ରହିଛି। ଏକଥା ମଧ୍ୟ ବାବା ବସି ବୁଝାଉଛନ୍ତି। ବାବା ବାରମ୍ବାର କହୁଛନ୍ତି, ପିଲାମାନେ ମନମନା ଭବ। ହେ ଆତ୍ମାମାନେ ନିଜର ପିତାଙ୍କୁ ମନେ ପକାଅ। ପିଲାମାନଙ୍କ ଭିତରେ ମଧ୍ୟ କ୍ରମ ଅନୁସାରେ ରହିଛନ୍ତି ନା। ଧରିନିଅ ଲୌକିକ ପିତାଙ୍କର 5ଟି ସନ୍ତାନ ଅଛନ୍ତି। ତାଙ୍କ ଭିତରେ ଯିଏ ବହୁତ ବୁଦ୍ଧିମାନ ହୋଇଥିବେ ତାଙ୍କୁ ନମ୍ବର 1ରେ ରଖିବେ। ମାଳାର ଦାନା ହେଲ ନା, କୁହାଯିବ ଇଏ ଦ୍ୱିତୀୟ, ଇଏ ତୃତୀୟ ନମ୍ବର ଅଟେ। ଏକାପରି କେବେ କେହି ହୋଇପାରିବେ ନାହିଁ। ବାବାଙ୍କର ସ୍ନେହ ମଧ୍ୟ କ୍ରମାନୁଯାୟୀ ରହିଛି। ତାହା ହେଉଛି ହଦ, ଏହା ହେଉଛି ବେହଦର କଥା। ଯେଉଁ ସନ୍ତାନମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳିଛି ତାଙ୍କର ବୁଦ୍ଧି ଏବଂ ଚଳଣି ବହୁତ ମାର୍ଜିତ ହୋଇଥାଏ। ଗୋଟିଏ କିଙ୍ଗ ଅଫ୍ ଫ୍ଲାୱାର ରହିଛି, ଅର୍ଥାତ୍ ଫୁଲଙ୍କର ରାଜା। ସେହିପରି ଏହି ବ୍ରହ୍ମା ଏବଂ ସରସ୍ୱତୀ କିଙ୍ଗ କୁଇନ୍ ଫ୍ଲାୱାର ମାନେ ରାଜାରାଣୀ ଫୁଲ ଅଟନ୍ତି। ଜ୍ଞାନ ଏବଂ ଯୋଗ ଉଭୟରେ ତୀକ୍ଷ୍ଣ ଅଟନ୍ତି। ତୁମେ ଜାଣିଛ ଆମେ ଦେବତା ହେଉଛୁ। ମୁଖ୍ୟ 8 ରତ୍ନର ହେଉଛନ୍ତି। ପ୍ରଥମେ ରହିଛି ଫୁଲ, ପୁଣି ଯୁଗଳ ଦାନା, ବ୍ରହ୍ମା ସରସ୍ୱତୀ। ମାଳା ସ୍ମରଣ କରିଥାନ୍ତି ନା। ବାସ୍ତବରେ ତୁମର ପୂଜନ ନାହିଁ, ସ୍ମରଣ ହେଉଛି। ତୁମ ଉପରେ ଫୁଲ ଚଢ଼ାଯାଇ ପାରିବ ନାହିଁ। ଆତ୍ମା ସହ ଶରୀର ପବିତ୍ର ହେଲେ ଯାଇ ଫୁଲ ଚଢ଼ାଯିବ। ଏଠାରେ କାହାର ବି ଶରୀର ପବିତ୍ର ନାହିଁ। ସମସ୍ତେ ବିକାର ରୂପୀ ବିଷରୁ ଜନ୍ମ ନେଇଛନ୍ତି। ସେଥିପାଇଁ ବିକାରୀ କୁହାଯାଉଛି। ଏହି ଲକ୍ଷ୍ମୀନାରାୟଣଙ୍କୁ ସମ୍ପୂର୍ଣ୍ଣ ନିର୍ବିକାରୀ କୁହାଯାଉଛି। ସେମାନଙ୍କର ମଧ୍ୟ ପିଲା ତ ଜନ୍ମ ହେବେ ନା। ଏପରି ନୁହେଁ ଯେ କୌଣସି ଟ୍ୟୁବ୍ ଦ୍ୱାରା ପିଲା ଜନ୍ମ ହୋଇଯିବ। ଏସବୁ ମଧ୍ୟ ବୁଝିବାର କଥା। ତୁମକୁ ଏଠାରେ 7 ଦିନର ଭଟ୍ଟିରେ ବସାଯାଉଛି। ଭଟ୍ଟିରେ ମଧ୍ୟ କେତେକ ଇଟା ସମ୍ପୂର୍ଣ୍ଣ ପୋଡ଼ିଯାଇଥାଏ, କେତେକ ପୁଣି କଞ୍ଚା ରହିଯାଏ। ଭଟ୍ଟିର ଉଦାହରଣ ଦିଆଯାଉଛି। ତେବେ ଇଟା ଭଟ୍ଟିର ବର୍ଣ୍ଣନା ଶାସ୍ତ୍ରରେ କରାଯିବ କି? ପୁଣି ସେଥିରେ ବିଲେଇ କଥା ମଧ୍ୟ ରହିଛି। ଗୁଲବକାବଲି କାହାଣୀରେ ମଧ୍ୟ ବିଲେଇର ନାମ ଦିଆଯାଇଛି। ଦୀପକକୁ ଲିଭାଇ ଦେଉଥିଲା। ତୁମର ମଧ୍ୟ ଏହି ଅବସ୍ଥା ହେଉଛି ନା। ମାୟା ବିଲେଇ ବିଘ୍ନ ପକାଉଛି। ତୁମ ଅବସ୍ଥାକୁ ହିଁ ତଳକୁ ଖସାଇ ଦେଉଛି। ପ୍ରଥମ ନମ୍ବର ହେଉଛି ଦେହ ଅଭିମାନ। ପୁଣି ଅନ୍ୟ ବିକାର ସବୁ ଆସିଥାନ୍ତି। ମୋହ ମଧ୍ୟ ବହୁତ ରହୁଛି। କନ୍ୟା କହୁଛି ଯେ ମୁଁ ଭାରତକୁ ସ୍ୱର୍ଗ କରିବା ପାଇଁ ରୁହାନୀ ସେବା କରିବି। ମୋହର ବଶବର୍ତ୍ତୀ ହୋଇ ମାତା ପିତା କହୁଛନ୍ତି ଆମେ ଅନୁମତି ଦେବୁ ନାହିଁ। ଏହା ମଧ୍ୟ କେତେ ମୋହ ଅଟେ। ତୁମକୁ ମୋହର ବିଲେଇ ହେବା ଉଚିତ ନୁହେଁ। ଏହା ହିଁ ତୁମର ଲକ୍ଷ୍ୟ। ବାବା ଆସି ମନୁଷ୍ୟରୁ ଦେବତା, ନରରୁ ନାରାୟଣ କରୁଛନ୍ତି। ତୁମର ମଧ୍ୟ କର୍ତ୍ତବ୍ୟ ହେଉଛି ନିଜର ସମବର୍ଗୀୟଙ୍କର ଏବଂ ଭାରତର ସେବା କରିବା। ତୁମେ ଜାଣିଛ ଆମେ କ'ଣ ଥିଲୁ, କ'ଣ ହୋଇଯାଇଛୁ। ଏବେ ପୁଣି ପୁରୁଷାର୍ଥ କର ରାଜାମାନଙ୍କର ରାଜା ହେବା ପାଇଁ। ତୁମେ ଜାଣିଛ ଆମେ ନିଜର ରାଜଧାନୀ ସ୍ଥାପନ କରୁଛୁ। କୌଣସି ଅସୁବିଧାର କଥା ନାହିଁ। ବିନାଶ ନିମନ୍ତେ ମଧ୍ୟ ଡ୍ରାମାରେ କୌଶଳ ରଚନା କରାଯାଇଛି। ପୂର୍ବରୁ ମଧ୍ୟ ମୂଷଳ ଦ୍ୱାରା ଲଢ଼େଇ ଲାଗିଥିଲା। ଯେତେବେଳେ ତୁମର ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇଯିବ, ସମସ୍ତେ ଫୁଲ୍ ହୋଇଯିବେ, ସେତେବେଳେ ବିନାଶ ହେବ। କେହି ଫୁଲମାନଙ୍କର ରାଜା, କେହି ଗୋଲାପ, କେହି ମୋତି ଫୁଲ ଅଟନ୍ତି। ପ୍ରତ୍ୟେକ ନିଜକୁ ଭଲ ଭାବରେ ବୁଝିପାରିବେ ଯେ ମୁଁ ଅରଖ ଅଟେ ଅଥବା ଭଲ ଫୁଲ ଅଟେ।
କି ପ୍ରକାର ଫୁଲ ନିଜକୁ ନିଜେ ବୁଝିବା। ଅନେକ ପିଲା ଅଛନ୍ତି ଯେଉଁମାନଙ୍କୁ ଜ୍ଞାନରେ କିଛି ଧାରଣା ହେଉନାହିଁ। କ୍ରମ ଅନୁସାରେ ତ ହେବେ ନା, ସର୍ବଶ୍ରେଷ୍ଠ ହେବେ ନା ସର୍ବନିମ୍ନ ହେବେ? ଏଇଠାରେ ହିଁ ରାଜଧାନୀର ତିଆରି ହେବ। ଶାସ୍ତ୍ରରେ ଦେଖାଯାଇଛି ପାଣ୍ଡବମାନେ ପାହାଡ଼ରୁ ପଡ଼ି ମୃତ୍ୟୁବରଣ କଲେ। ପୁଣି କ'ଣ ହେଲା? କିଛି ହେଲେ ଜଣା ନାହିଁ। ବହୁତ କାହାଣୀ ତିଆରି ଦେଇଛନ୍ତି, କିନ୍ତୁ ସେପରି କୌଣସି କଥା ନାହିଁ। ଏବେ ତୁମ ପିଲାମାନଙ୍କର ବୁଦ୍ଧି କେତେ ସ୍ୱଚ୍ଛ ହେଉଛି। ବାବା ତୁମକୁ ବହୁତ ପ୍ରକାରରେ ବୁଝାଉଛନ୍ତି କେତେ ସହଜ ଅଟେ। କେବଳ ବାବା ଏବଂ ସମ୍ପତ୍ତିକୁ ମନେ ପକାଇବାକୁ ହେବ। ବାବା କହୁଛନ୍ତି, ମୁଁ ହେଉଛି ପତିତ ପାବନ। ତୁମର ଆତ୍ମା ଏବଂ ଶରୀର ଉଭୟ ପତିତ ଅଟେ। ଏବେ ଉଭୟକୁ ପବିତ୍ର କରିବାକୁ ହେବ। ଆତ୍ମା ସହିତ ଶରୀର ମଧ୍ୟ ପବିତ୍ର ହେଉଛି। ଏବେ ତୁମକୁ ବହୁତ ପରିଶ୍ରମ କରିବାକୁ ପଡ଼ିବ। ବାବା କହୁଛନ୍ତି, ପିଲାମାନେ ବହୁତ ଦୁର୍ବଳ ହୋଇଯାଇଛନ୍ତି। ସେମାନେ ମନେ ପକାଇବାକୁ ଭୁଲି ଯାଉଛନ୍ତି। ବ୍ରହ୍ମା ନିଜେ ନିଜର ଅନୁଭବ କହୁଛନ୍ତି। ଭୋଜନ ସମୟରେ ମନେ ରହୁଛି, ଶିବ ବାବା ମୋତେ ଖୁଆଉଛନ୍ତି, ପୁଣି ଭୁଲି ଯାଉଛି। ପୁଣି ସ୍ମୃତି ଆସୁଛି। ତୁମ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ଅଛନ୍ତି। କେହି ତ ବନ୍ଧନ ମୁକ୍ତ ହୋଇ ମଧ୍ୟ ପୁଣି ବନ୍ଧନରେ ବାନ୍ଧି ହୋଇ ଧର୍ମର ସନ୍ତାନ ମଧ୍ୟ କରିଦେଉଛନ୍ତି। ଏତେ ତୁମକୁ ଜ୍ଞାନର ତୃତୀୟ ନେତ୍ର ଦେଇଥିବା ବାବା ମିଳିଛନ୍ତି। ଏହାର ପୁଣି ନାମ ଦିଆଯାଇଛି ତିଜ୍ରୀର କଥା, ଅର୍ଥାତ୍ ତୃତୀୟ ନେତ୍ର ମିଳିବାର କଥା। ଏବେ ତୁମେ ନାସ୍ତିକରୁ ଆସ୍ତିକ ହେଉଛ। ପିଲାମାନେ ଜାଣିଛନ୍ତି ବାବା ହେଉଛନ୍ତି ବିନ୍ଦୁ, ଜ୍ଞାନର ସାଗର ଅଟନ୍ତି। ସେମାନେ ତ ନାମ ରୂପରୁ ଅଲଗା ବୋଲି କହିଦେଇଛନ୍ତି। ଆରେ ସିଏ ଜ୍ଞାନର ସାଗର ତ ନିଶ୍ଚିତ, ଜ୍ଞାନ ଶୁଣେଇବେ ନା। ଏହାଙ୍କର ରୂପ ମଧ୍ୟ ଲିଙ୍ଗ ସ୍ୱରୂପ ଦର୍ଶାଉଛନ୍ତି। ପୁଣି ତାଙ୍କ ନାମ ରୂପରୁ ଅଲଗା କିପରି କହୁଛନ୍ତି? ଶତାଧିକ ନାମ ରଖିଦେଇଛନ୍ତି। ପିଲାମାନଙ୍କ ବୁଦ୍ଧିରେ ଏହି ସମସ୍ତ ଜ୍ଞାନ ଭଲ ଭାବରେ ରହିବା ଉଚିତ। କହୁଛନ୍ତି ମଧ୍ୟ ପରମାତ୍ମା ଜ୍ଞାନର ସାଗର ଅଟନ୍ତି। ସାରା ଜଙ୍ଗଲକୁ କଲମ କରି ଲେଖିଲେ ମଧ୍ୟ ଜ୍ଞାନର ଅନ୍ତ ହୋଇପାରିବ ନାହିଁ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ବାବା ଧାରଣାରେ ମୁଖ୍ୟ ସାରରେ କହିଲେ, ଆଜି ଆମକୁ ଏହିପରି ଧାରଣାଯୁକ୍ତ ହେବାକୁ ପଡ଼ିବ। ଏବେ ଆମେ ବାବାଙ୍କ ଦ୍ୱାରା ୱର୍ଥ ପାଉଣ୍ଡ ଅର୍ଥାତ୍ ମୂଲ୍ୟବାନ ହେଉଛୁ। ଆମେ ପୁଣି ଦେବତା ହେବୁ। ଏହି ନାରାୟଣୀ ନିଶାରେ ରହିବାକୁ ହେବ। ବନ୍ଧନମୁକ୍ତ ହୋଇ ସେବା କରିବାକୁ ହେବ। ବନ୍ଧନରେ ଫସିବା ଅନୁଚିତ। ଦ୍ୱିତୀୟ ପଏଣ୍ଟରେ କହିଲେ, ଜ୍ଞାନ ଯୋଗରେ ତୀକ୍ଷ୍ଣ ହୋଇ ମାତା ପିତା ସମାନ ଫୁଲମାନଙ୍କର ରାଜା ହେବା ଉଚିତ ଏବଂ ନିଜ ସମବର୍ଗୀୟମାନଙ୍କର ମଧ୍ୟ ସେବା କରିବାକୁ ହେବ। ବରଦାନରେ ବାବା କହିଲେ, ନିଜର ସର୍ବସମ୍ପତ୍ତିକୁ ଅନ୍ୟ ଆତ୍ମାମାନଙ୍କର ସେବାରେ ଲଗାଇ ସହଯୋଗୀ ହେଉଥିବା ସହଜ ଯୋଗୀ ହୁଅ। ସହଜ ଯୋଗୀ ହେବାର ସାଧନ ହେଲା ସର୍ବଦା ନିଜକୁ ସଂକଳ୍ପ ଦ୍ୱାରା, ବାଣୀ ଦ୍ୱାରା ଏବଂ ପ୍ରତ୍ୟେକ କାର୍ଯ୍ୟ ଦ୍ୱାରା ବିଶ୍ୱର ସର୍ବ ଆତ୍ମାମାନଙ୍କ ପ୍ରତି ସେବାଧାରୀ ମନେ କରି ସେବାରେ ହିଁ ନିଜର ସବୁକିଛି ଲଗାଇବା। ବ୍ରାହ୍ମଣ ଜୀବନରେ ଯାହା କିଛି ତୁମକୁ ପ୍ରାପ୍ତ ହେଉଛି, ଯଥା ଶକ୍ତି ରୂପୀ ସମ୍ପତ୍ତି, ଗୁଣର ସମ୍ପତ୍ତି, ଜ୍ଞାନର ତଥା ଶ୍ରେଷ୍ଠ ରୋଜଗାର କରିବାର ସମୟ ରୂପୀ ସମ୍ପତ୍ତି, ଯାହାକି ବାବାଙ୍କ ଠାରୁ ପ୍ରାପ୍ତ ହୋଇଛି, ତାକୁ ସେବାରେ ଲଗାଅ, ଅର୍ଥାତ୍ ସହଯୋଗୀ ହୁଅ। ତେବେ ସହଜ ଯୋଗୀ ହୋଇଯିବ। କିନ୍ତୁ ସହଯୋଗୀ ସିଏ ହୋଇପାରିବ ଯିଏ ସମ୍ପନ୍ନ ହୋଇଥିବ, କାରଣ ସହଯୋଗୀ ହେବା ଅର୍ଥାତ୍ ମହାଦାନୀ ହେବା। ସ୍ଲୋଗାନରେ ବାବା କହିଲେ, ଯଦି ବେହଦର ବୈରାଗୀ ହେବ, ତେବେ ଆକର୍ଷଣର ସବୁ ସଂସ୍କାର ସହଜରେ ସମାପ୍ତ ହୋଇଯିବ।
ଓମ୍ ଶାନ୍ତି। ଅବ୍ୟକ୍ତ ଇଶାରାରେ ଆଜି ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ଯେପରି ନିଜର ସ୍ଥୂଳ କାର୍ଯ୍ୟକ୍ରମ ଗୁଡ଼ିକୁ ଦିନଚର୍ଯ୍ୟା ଅନୁସାରେ ନିର୍ଦ୍ଧାର୍ଯ୍ୟ କରୁଛ, ସେହିଭଳି ନିଜର ମାନସିକ ସମର୍ଥ ସ୍ଥିତିର କାର୍ଯ୍ୟକ୍ରମକୁ ମଧ୍ୟ ନିର୍ଦ୍ଧାର୍ଯ୍ୟ କର। ତେବେ ତୁମର ସଂକଳ୍ପ ଶକ୍ତି ଜମା ହେବାକୁ ଲାଗିବ। ନିଜର ମନକୁ ଯଦି ସମର୍ଥ ସଂକଳ୍ପରେ ବ୍ୟସ୍ତ ରଖିବ, ତେବେ ମନକୁ ନିରାଶ ହେବା ପାଇଁ ସମୟ ମିଳିବ ନାହିଁ। ଯଦି ତୁମର ମନ ସର୍ବଦା ଏକାଗ୍ର ରହିବ, ତେବେ ଆପେ ଆପେ ଶ୍ରେଷ୍ଠ ପ୍ରକମ୍ପନର ତରଙ୍ଗ ଚତୁର୍ଦିଗରେ ବିଚ୍ଛୁରିତ ହେବ, ଯାହାଦ୍ୱାରା ଆପେ ଆପେ ସେବା ହୋଇ ଚାଲିବ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି। ପରମପ୍ରିୟ ପରମାତ୍ମା ଶିବ ଭଗବାନ କେତେ ଅମୂଲ୍ୟ ବାଣୀ ଶୁଣାଇ ଆମକୁ ପବିତ୍ର କରୁଛନ୍ତି। ପୁଣି ନରରୁ ନାରାୟଣ, ନାରୀରୁ ଶ୍ରୀଲକ୍ଷ୍ମୀ କରିବାକୁ ଅନବରତ ଚେଷ୍ଟା ଜାରି ରଖିଛନ୍ତି। ବାବାଙ୍କୁ କୋଟି କୋଟି ଧନ୍ୟବାଦ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।